ପିଲାମାନେ କେମିତି ଅଛ କୁହ? ଆଉ ତମମାନଙ୍କର ଓଡ଼ିଆ ଏକ୍ଜାମ କିପରି ହେଇଛି କୁହ ଦିଅ ପିଲାମାନେ। କିପରି ହେଇଛି ଏକ୍ଜାମରେ? ଓଡ଼ିଆ ଏକ୍ଜାମ କିପରି ହେଇଛି? ଭଲ ହେଇଛି ନା ସମସ୍ତଙ୍କର? କୋଶ୍ଚିନ୍ସ କିପରି ପଡ଼ିଥିଲା ସବୁ କୁହ? ଆଚ୍ଛା ଆଚ୍ଛା କୋଶ୍ଚିନ୍ସ ପଡ଼ିଥିଲା ପିଲାମାନେ। ଆଉ ଇଂଲିଶ ପାଇଁ? ଓଡ଼ିଆ ତ ଆମେ କ'ଣ ଲେଖିବେ? ଯାହା ପାଇଲେ ତାକୁ ଲେଖିକି ପଳେଇ ଆସିଲେ। ଇଂଲିଶରେ କ'ଣ କରିବା କୁହ? ଇଂଲିଶରେ କିଛି କରିପାରିବା ନାହିଁ। ଇଂଲିଶରେ କିଛି କରିପାରିବା ନାହିଁ ଯଦି ଆମେ କ'ଣ କରିବାନି? ପାଠ ନ ପଢ଼ିକି ଯିବା। ତାହେଲେ ତାହେଲେ 90 ଆଶା ରଖିବା କ'ଣ? 90 ଆଶା ରଖିବା କିପରି ମୋତେ କୁହ? 90 ଆଶା ରଖିବା। କାହିଁ ରଖିବା? ତମମାନଙ୍କୁ ମୁଁ ଗୋଟେ ଷ୍ଟ୍ରାଟେଜି ଦେଖେଇବି, ଗୋଟେ ପ୍ଲାନ୍ ତମକୁ ଶିଖେଇବି। ତ ଏଇ ଗୋଟେ ଦିନ ଭିତରେ ତମେ ଯୋଉ ଭିଡ଼ିଓ ଦେଖୁଛ ନା, ଏବେ ତମେ ରିସେଣ୍ଟଲି କ'ଣ କରୁଛ? ଭିଡ଼ିଓ ଦେଖୁଛ। ଏଇ ଗୋଟେ ଦିନ ଭିତରେ ତମମାନଙ୍କୁ କ'ଣ ନା ଗୋଟେ କାମ କରିବାର ଅଛି। ସେଇ ଷ୍ଟେପ୍ସ ଟାକୁ ଫଲୋ କରିବାର ଅଛି। ଯାହା ଫଳରେ ଆମକୁ ମିନିମମ୍ ଯୋଉମାନେ ଭଲ ପିଲା ଅଛ 90 ର ପ୍ଲସ୍ ତ ରଖିବ ହିଁ ରଖିବ। ଆଉ ଯୋଉମାନେ ଆଶା ରଖିନ ଇଂଲିଶରେ ମୋର କେତେ ରଖିବ ବୋଲି 50 ରହିବ ବୋଲି ଆଶା ରଖିନ, ଯୋଉମାନେ ଫେଲ୍ ହେଇଯିବ ବୋଲି ଭାବିଛ, ତମମାନଙ୍କର ପିଲାମାନେ ମୁଁ କ'ଣ ରଖିବି? ଆଟଲିଷ୍ଟ 50 ପ୍ଲସ୍ 60 ପାଖାପାଖି ତମମାନଙ୍କୁ ରଖେଇଦେବି। ଏଇଟା ମୋର ଚ୍ୟାଲେଞ୍ଜ ପିଲାମାନେ। ତାହେଲେ କ'ଣ କରିବା? କ'ଣ କରିବା କୁହ? ସବୁ ଯାକ ଷ୍ଟ୍ରାଟେଜି ତମମାନଙ୍କୁ ମୁଁ ମାନିକି ଆସିଛି। କ'ଣ କରିବା? ସବୁ ଯାକ ପିଲାମାନେ ଫଲୋ କରିବା। ପ୍ରଥମତଃ ତମମାନଙ୍କୁ ମୁଁ କହି ରଖୁଛି ଏମସିକ୍ୟୁ ପାଇଁ ତମମାନଙ୍କୁ ମୁଁ କହି ରଖୁଛି ପିଲାମାନେ। ଏମସିକ୍ୟୁ ଟାର୍ଗେଟ କେତେ ରଖିବା ପିଲାମାନେ? ଏମସିକ୍ୟୁ ପାଇଁ ଟାର୍ଗେଟ ରଖିବା ଆଟଲିଷ୍ଟ 50 ରୁ ପିଲାମାନେ 40 ପାଖାପାଖି। ଆଟଲିଷ୍ଟ 50 ରୁ 40 ପାଖାପାଖି। ଏବଂ ଯୋଉମାନେ ଭଲ ପିଲା ଅଛ ନା, ଯୋଉମାନେ ବି ଭଲ ପିଲା ଅଛ, ତମମାନଙ୍କ ଟାର୍ଗେଟ କେତେ ରହିବ? 45 ରହିବ। ପିଲାମାନେ ମୁଁ ମଜାକ କରି କହୁନି, ସତରେ ସିରିୟସଲି କହୁଛି। ତମମାନଙ୍କ ଟାର୍ଗେଟ କେତେ ରହିବ? 45 ହିଁ ରହିବ। ଯଦି ଗ୍ରାମାରରେ କୋଉଠି ବାଇଚାନ୍ସ କୋଉଠି ଭୁଲ ଫୁଲ ହେଇଯାଇପାରେ ମେ ବି, ନଚେତ ତମଙ୍କର ଯୋଉ ଆସିବ ନନ୍ ଡିଟେଲ ଆସିଗଲା ପିଲାମାନେ, ତମଙ୍କର ପ୍ରୋଜ୍ ପୋଏଟ୍ରି ତମଙ୍କର ଯାହା ବି ଆସିଗଲା, ସେଥିରେ ଆମେ କୌଣସି ବି ମିଷ୍ଟେକ୍ ଯେମିତି କରିବା ନାହିଁ। ତ ସେଥିପାଇଁ କରିବ ସତର୍କ ଟିକେ ଅବଲମ୍ବନ କରିବ। କିନ୍ତୁ ଯୋଉମାନେ ପିଲାମାନେ ଚାହୁଁଛ ତମମାନଙ୍କ ମାର୍କ ଇଂଲିଶ ସବଜେକ୍ଟିଭରେ ପାଖାପାଖି 20 ରହିବ ବୋଲି ଭାବିଛ, ତ ସେମାନଙ୍କୁ ପିଲାମାନଙ୍କୁ କହି ରଖୁଛି, ତମକୁ ଯେମିତି ହେଲେ ବି ପଚାରିକି କର, ମନକୁ କର, ତମେ ଯେମିତି କର ପଛେ, ଯେମିତି ବି କର, ତମକୁ ଆଟଲିଷ୍ଟ ପିଲାମାନେ 40 ରଖିବାର ହିଁ ଅଛି। ପିଲାମାନେ 40 ରଖିବାର ଅଛି। 40 ନ ରଖିଲେ ହବନି। 40 ନ ରଖିଲେ କିଛି କରିପାରିବାନି। 40 ରଖିବାକୁ ହିଁ ପଡ଼ିବ ପିଲାମାନେ, ପଡ଼ିବ। ନେକ୍ସଟ ହେଲା ପିଲାମାନେ ସବଜେକ୍ଟିଭରେ ଆମେ କ'ଣ କରିବା? ପିଲାମାନେ ମୋତେ କହ। ସବଜେକ୍ଟିଭରେ ଆମେ କ'ଣ କରିବା? ସବଜେକ୍ଟିଭରେ ତମକୁ ମୁଁ ଗୋଟେ ଇଜି ଟ୍ରିକ୍ କହୁଛି ପିଲାମାନେ। ଏସେ ପାଇଁ ଆମେ କ'ଣ କରିବା ପିଲାମାନେ? ଏସେ ପାଇଁ କ'ଣ କରିବା? ଇଣ୍ଟ୍ରୋଡକ୍ସନ ତାକୁ ଭଲସେ ଇଣ୍ଟ୍ରୋଡକ୍ସନ ଲେଖିକି ଆସିବ। ଭଲସେ ଇଣ୍ଟ୍ରୋଡକ୍ସନ ଲେଖି ଆସିବ। ମୁଁ ତମକୁ କିଛି ଏଠି ଇମ୍ପୋର୍ଟାଣ୍ଟ କହିବିନି, ସବୁ ଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ତମକୁ ମୁଁ ଦେଇସାରିଛି। ସବୁ ଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ କ'ଣ ତମକୁ ମୁଁ ଦେଇସାରିଛି ପିଲାମାନେ। ଏଟା ଇମ୍ପୋର୍ଟାଣ୍ଟ ଯଦି କ୍ୱେଶ୍ଚନ ତମକୁ ସବୁ ଟପିକରୁ ଦେବି ନା, ତାହେଲେ କ'ଣ ହେଇଯିବ? ବହୁତ ଲଙ୍ଗ ହେଇଯିବ ଭିଡ଼ିଓଟି। ତ ମୁଁ ଚାହୁଁନି ପିଲାମାନେ ଭିଡ଼ିଓଟି ବହୁତ ଲଙ୍ଗ ହଉ। ତମକୁ ମୁଁ ସବୁଯାକ ଇମ୍ପୋର୍ଟାଣ୍ଟ ଟପିକ ଦେଇସାରିଛି। ତମକୁ ଡେସ୍କ୍ରିପସନରେ ମଧ୍ୟ କ'ଣ ତା ଲିଙ୍କ ମଧ୍ୟ ମିଳିଯିବ। ସେ ଭିଡ଼ିଓର ଲିଙ୍କ ମଧ୍ୟ ମିଳିଯିବ। ତାକୁ ଆରାମସେ କ୍ଲିକ୍ କରି ତମେ କ'ଣ ସେ ଭିଡ଼ିଓର ଚେକ୍ ଆଉଟ୍ କରିପାରିବ। ବାସ୍ ତମକୁ ମୁଁ ଏତିକି ଖାଲି କହି ରଖୁଛି ପିଲାମାନେ। ଏସେ ପାଇଁ ଆମେ କ'ଣ କରିବା ନା, ଗୋଟେ ଭଲ ଇଣ୍ଟ୍ରୋଡକ୍ସନ ଲେଖିବାକୁ ପଡ଼ିବ। ଭଲ ଇଣ୍ଟ୍ରୋଡକ୍ସନ କ'ଣ କରିବ ପିଲାମାନେ? ଲେଖିବାକୁ ହିଁ ପଡ଼ିବ। ଲେଖିବାକୁ ପଡ଼ିବ ପିଲାମାନେ। ତମେ ଯଦି ପାଠ ପଢିଛ କି ନ ପଢିଛ, ତମେ ଯୋଉ ପଢିକି ଏଠୁ ଆସିଛ ତାକୁ ପଢୁ କି ନ ପଢୁ ମୁଁ କିଛି କହିପାରିବିନି, କିନ୍ତୁ ତମକୁ ଇଣ୍ଟ୍ରୋଡକ୍ସନଟା ଯେମିତି ହେଲେ ବି ଭଲ ଲେଖିବାର ଅଛି। ତମେ ଯଦି ପିଲାମାନେ ଭଲ ମାର୍କ ପାଇବାକୁ ଚାହୁଁଛ। କନକ୍ଲୁଜନ କଥା ତମକୁ ମୁଁ କହୁଛି। କନକ୍ଲୁଜନରେ ତମମାନେ କ'ଣ କରିବ? ଆଟଲିଷ୍ଟ ପିଲାମାନେ 3 ରୁ 4 ଲାଇନ ପିଲାମାନେ କ'ଣ କରିବ? ଭଲ ଲାଇନ ଲେଖିବାକୁ ହିଁ ପଡ଼ିବ। କିନ୍ତୁ ଇଣ୍ଟ୍ରୋଡକ୍ସନ ପିଲାମାନେ ତମକୁ ପାଖାପାଖି 7 ରୁ 8 ଲାଇନ ତ ମିନିମମ୍ 7 ରୁ 8 ଲାଇନ ତମକୁ ମିନିମମ୍ କ'ଣ ପିଲାମାନେ? ଭଲ ୱାର୍ଡ ୟୁଜିଂ କରିକି ପିଲାମାନେ ଲେଖିବାକୁ ପଡ଼ିବ। ମନ ଇଚ୍ଛା ପିଲାମାନେ ଓଡ଼ିଆରୁ ଇଂଲିଶ ଟ୍ରାନ୍ସଲେସନ କରିକି ଲେଖିଦେବନି। ଭଲ ୱାର୍ଡ ୟୁଜ୍ କରିକି ଲେଖିବ। ଏବଂ ତମମାନଙ୍କ ମଝିରେ ଯୋଉ ଡେସ୍କ୍ରିପସନ ପାର୍ଟ ରହିଲା, ତ ତାକୁ କ'ଣ କରିବ? ତମମାନେ ଯେକୌଣସି ଷ୍ଟେପ୍ସ ଫଲୋ କରିକି ତମେ କ'ଣ କରିବ? ମନକୁ ଲେଖ କି ନାଇଁ କପି କରିକି ଲେଖ, ତମେ ଯାହା କରୁଛ କର, କିନ୍ତୁ ତମେ କ'ଣ ଆଡଜଷ୍ଟମେଣ୍ଟ କରିପାରିବ। ତାହେଲେ ତମକୁ ଇଂଲିଶ ଏସେରେ କେତେ ପାଇପାରିବ ପିଲାମାନେ? ଇଂଲିଶ ଏସେରେ କେତେ ପାଇପାରିବ? ଆଟଲିଷ୍ଟ ପିଲାମାନେ 7 ପାଖାପାଖି ପାଇପାରିବ। 7 ପାଖାପାଖି ମାର୍କ ତମମାନେ ପାଇଯିବ। ଏବଂ ଟ୍ରାନ୍ସଲେସନ କଥା ମୁଁ କହୁଛି ପିଲାମାନେ। ଟ୍ରାନ୍ସଲେସନ ହେଉଛି ତମମାନଙ୍କ ପାଇଁ ଗୋଟେ ଇମ୍ପୋର୍ଟାଣ୍ଟ ରହିବ। 10 ମାର୍କର ଟ୍ରାନ୍ସଲେସନ ରହୁଛି। 10 ମାର୍କ ଟ୍ରାନ୍ସଲେସନକୁ ହାତଛଡ଼ା କରିବନି। ନିହାତି ଭାବେ କ'ଣ କରିବ? ଆଟେଣ୍ଡ ହିଁ କରିବ। ଆଟେଣ୍ଡ କରିବ ମାନେ କରିବ। ଯଦି ମନକୁ ଆସୁଛି ମନକୁ କରିବ। ନାଇଁ ଯଦି ସାଙ୍ଗମାନଙ୍କୁ ପଚାରୁଛ ସାଙ୍ଗମାନଙ୍କୁ ପଚାର। କିନ୍ତୁ 10 ମାର୍କ ଟ୍ରାନ୍ସଲେସନ ତମମାନଙ୍କ ପାଇଁ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ତମକୁ ଲାଗୁନି ଟ୍ରାନ୍ସଲେସନ ଗୋଟେ ମେଜର ପାର୍ଟ ବୋଲି, କିନ୍ତୁ ଟ୍ରାନ୍ସଲେସନ ହେଉଛି 10 ମାର୍କ। ଦେଖୁନ ନିଜେ ଭାବ, ସମରି ହେଉଛି 5 ମାର୍କ, ଆପ୍ଲିକେସନ ହେଉଛି 5 ମାର୍କ, ସବୁ କିଛି 5 ମାର୍କ, ପ୍ୟାସେଜ ହେଉଛି 5 ମାର୍କ, କିନ୍ତୁ ଟ୍ରାନ୍ସଲେସନ ହେଉଛି କେତେ ମାର୍କ ପିଲାମାନେ? 10 ମାର୍କ ପିଲାମାନେ। 10 ମାର୍କ ଟ୍ରାନ୍ସଲେସନ। ତେଣୁ ଟ୍ରାନ୍ସଲେସନକୁ ହାତଛଡ଼ା କରିବନି। ଏଥିରୁ ତମେ ଚେଷ୍ଟା କରିବ ଆଟଲିଷ୍ଟ 8 ପ୍ଲସ୍ ପାଇବାକୁ। କ'ଣ କରିବ ପିଲାମାନେ? ଚେଷ୍ଟା କରିବ। ଏବଂ ଆପ୍ଲିକେସନ କିମ୍ବା ଲେଟର ଯଦି ତମକୁ ମୁଁ କହିବି ଆପ୍ଲିକେସନ ଅର୍ଡର ଯଦି ତମର ଲେଟର ପଡୁଛି, ତେବେ ମୁଁ ଗୋଟେ ଭିଡ଼ିଓ ପିଲାମାନେ ଟୋଟାଲି ଭଲସେ ପିଲାମାନେ ବୁଝେଇ ଦେଇଛି ଯେ ଆପ୍ଲିକେସନ ଲେଖିବାର ଷ୍ଟେପ୍ସ କିପରି ରହିବ, ଆମେ କିପରି ପିଲାମାନେ ଷ୍ଟେପ୍ ମାର୍କିଂ ପାଇବା, ଏବଂ ଲେଟର ଯଦି ଲେଖିବା ଲେଟର ପିଲାମାନେ କିପରି ଷ୍ଟେପ୍ସ ମାର୍କିଂ ପାଇବା, ସବୁ ପିଲାମାନେ ମୁଁ ମାନେ କ'ଣ କରିଛି ପିଲାମାନେ ବୁଝେଇ ସାରିଛି। ଭିଡ଼ିଓଟି ପିଲାମାନେ ତମେ ସାଙ୍ଗେ ସାଙ୍ଗେ ପାଇଯିବ। ତମର ଏଇ ଚ୍ୟାନେଲରେ ସବସ୍କ୍ରାଇବ କରି ରଖ। ତମେ କ'ଣ ପାଇଯିବ? ଭିଡ଼ିଓଟି ପାଇଯିବ। ତାକୁ ଯାଇ ପିଲାମାନେ ଚେକ୍ ଆଉଟ୍ କର। ପିଲାମାନେ ଚେକ୍ ଆଉଟ୍ କର। ଏବେ ତମକୁ ମୁଁ କହୁଛି ପିଲାମାନେ ଆପ୍ଲିକେସନ ଲେଖିବ ନା ଲେଟର ଲେଖିବ। ତମେ ମାନେ ଯଦି ଡିସାଇଡ୍ କରୁଛ ତମ ମୁଣ୍ଡରେ, ଡିସାଇଡ୍ କରୁଛ ଯେ ନାଇଁ ସାର୍ ମୁଁ ଆପ୍ଲିକେସନ ଲେଖିବି,
ତାହେଲେ କ'ଣ କର ଏବେ ତମମାନେ ଖାଲି ଆପ୍ଲିକେସନ ହିଁ ପିଲାମାନେ କ'ଣ କର ପ୍ରାକ୍ଟିସ କରିକି ଯାଅ। ନାଇଁ ତମେ ଯଦି ପିଲାମାନେ ଡିସାଇଡ୍ କରିଛ ସାର୍ ମୁଁ ଲେଟର ଲେଖିବି ତାହେଲେ ଏବେ କ'ଣ କର ପିଲାମାନେ ଗୋଟେ ଦିନ ତମେ ଯୋଉ ସମୟ ପାଉଛ ଲେଟର ହିଁ ପିଲାମାନେ ପ୍ରାକ୍ଟିସ କର। ଉଭୟ ଦୁଇଟି ଯାକ ପ୍ରାକ୍ଟିସ କରନି କିନ୍ତୁ ଉଭୟଙ୍କର କ'ଣ ମନେ ରଖିବ ପିଲାମାନେ ଷ୍ଟେପ୍ସ ମନେ ରଖିବ। କ'ଣ ମନେ ରଖିବ ପିଲାମାନେ ଷ୍ଟେପ୍ସ ମନେ ରଖିବ ଯେ ଆମେ କୋଉ ଷ୍ଟେପ୍ସରେ କିପରି ପିଲାମାନେ ଆମ ଷ୍ଟେଟ୍ ମାର୍କିଂ ଆମେ ପାଉଛେ। ଉଭୟ ଷ୍ଟେପ୍ସ ମନେ ରଖିଥିଲେ ତମକୁ ଯଦି ଆପ୍ଲିକେସନ ପିଲାମାନେ ଭିଡ଼ ଲାଗିଲା ତାହେଲେ କ'ଣ ଲେଟରଟି ପିଲାମାନେ ତମେ କ'ଣ କରିବ ଆଡଜଷ୍ଟମେଣ୍ଟ କରିକି ଲେଖିକି ଆସିପାରିବ। 5 ରୁ ଆମ ଟାର୍ଗେଟ କେତେ ମିନିମମ୍ ପିଲାମାନେ 3 ପ୍ଲସ୍ ମିନିମମ୍ ପିଲାମାନେ ଆମ ଟାର୍ଗେଟ ହେଉଛି କେତେ ପିଲାମାନେ 3 ପ୍ଲସ୍ ହେଉଛି ଆମର ଆପ୍ଲିକେସନ କିମ୍ବା ଲେଟରରେ ଆମେ କ'ଣ ମାର୍କ ପାଇବା ହିଁ ପାଇବା। ପ୍ୟାସେଜ ପିଲାମାନେ ପ୍ୟାସେଜରେ ଆମକୁ କେହି ମାର୍କ କାଟି ପାରିବେନି। ପ୍ୟାସେଜରେ ଆମେ କେତେ ରଖିବା ପିଲାମାନେ 4 ରଖିବାକୁ ହିଁ ପଡ଼ିବ। 4 ରଖିବାକୁ ହିଁ ପଡ଼ିବ ପିଲାମାନେ 4 ନ ରଖିଲେ ହବନି। ପ୍ୟାସେଜ ତ ପିଲାମାନେ ତମେ କ'ଣ କରିବ ଡାଇରେକ୍ଟ କପି କରିବନି ଟିକେ ନାକୁ ମୋଡିଫାଇ କରି ଲେଖିବ। ଯଦି ମୋଡିଫାଇ କରିବାକୁ ତମ ପାଖରେ ଟାଇମ ନାହିଁ ତାହେଲେ କ'ଣ କରିବ ଡାଇରେକ୍ଟ କପି କରିଦବ। ଯଦି କପି କରିଦିଅ ତାହେଲେ ଆମକୁ 4 ରଖିବାକୁ ହିଁ ପଡ଼ିବ। ଏବଂ ତମକୁ ଆଉ କହି ରଖୁଛି ପିଲାମାନେ ସମରି ଲେଖିବ। ସମରି ଲେଖିବ ନା ପିଲାମାନେ ରିପୋର୍ଟ ରାଇଟିଂ ଲେଖିବ। ସମରି ଲେଖିବ ନା କ'ଣ ଲେଖିବ ରିପୋର୍ଟ ରାଇଟିଂ ଲେଖିବ। ତମକୁ ମୁଁ କହି ରଖୁଛି ପିଲାମାନେ ସମରି ଲେଖିବ ନା ରିପୋର୍ଟ ରାଇଟିଂ ଲେଖିବ। ଚେଷ୍ଟା କରିବ ପିଲାମାନେ କ'ଣ ଲେଖିବାକୁ ସମରି ଲେଖିବାକୁ। ଆଉ ଯୋଉମାନେ ପିଲାମାନେ ଭଲ ପିଲା ଅଛ ତମେମାନେ ଚେଷ୍ଟା କରିବ କ'ଣ ଲେଖିବାକୁ ରିପୋର୍ଟ ରାଇଟିଂ ଲେଖିବାକୁ। କାହିଁ ରିପୋର୍ଟ ରାଇଟିଂ ଲେଖିବ ଆରେ କାହିଁ ରିପୋର୍ଟ ରାଇଟିଂ ଲେଖିବ ନା ଗୋଟେ ଏକ୍ସାମିନର ଭାବିବ ଯେ ସାର୍ ସମରିଟାକୁ କ'ଣ କରିବ ପିଲାଟା କପି କରିଥିବ। କିନ୍ତୁ ରିପୋର୍ଟ ରାଇଟିଂ ଯଦି ଲେଖିବ ନା ତାର ପିଲାଟା ଭାବିବ ଗୋଟେ ଏକ୍ସାମିନର ଭାବିବ କ'ଣ ନାଇଁ ପିଲାଟା ପାଖରେ ଟ୍ୟାଲେଣ୍ଟ ଅଛି ତେଣୁ କ'ଣ ତାର ନିଜ ଓନ୍ ୱାର୍ଡ ୟୁଜ କରି କ'ଣ କରୁଛି ନା ପିଲାମାନେ ରିପୋର୍ଟ ରାଇଟିଂ କ'ଣ କରିଛି ପିଲାମାନେ ଲେଖିଛି। କିନ୍ତୁ ତମମାନେ ଯୋଉ ଗଧ ତଳ ଅଛ ତମମାନେ କ'ଣ କରିବ ନା ସମରି କି କ'ଣ କରିବ ପିଲାମାନେ ଚୁଜ କରିବ ଲେଖିବାକୁ। ତମମାନେ ସମରି ଯଦି କିଛି ୱାର୍ଡ ପାଇକି ସେଣ୍ଟେନ୍ସକୁ କ'ଣ ପିଲାମାନେ କମେଇକି ଯଦି ଲେଖୁଛ ଭଲ କଥା ନାଇଁ ଯଦି ନ ଲେଖିପାରୁଛ ଯଦି ସେଣ୍ଟେନ୍ସକୁ ନ କମେଇକି ଲେଖିପାରୁଛ ତାହେଲେ କ'ଣ କରିବ କିଛି କିଛି ଷ୍ଟେପ୍ସକୁ ଆଣିକି କିଛି ଲାଇନକୁ ଆଣିକି କ'ଣ କରିବ ଗୋଟେ ପାରାଗ୍ରାଫ ବନେଇଦବ। ଆଉ ଇମ୍ପୋର୍ଟାଣ୍ଟ ହେଉଛି କ'ଣ ତାର ହେଡିଂ ପିଲାମାନେ ହେଡିଂଟା ଜମା କ'ଣ କରିବନି ଶସ୍ତା ହେଡିଂ ଦବନି ଭଲ ହେଡିଂଟା ଦବ। ଭଲ ହେଡିଂଟା ପିଲାମାନେ ବାଛିକି ଦବ। ତମେ ପ୍ରଥମେ କ'ଣ କରିବ ସେଣ୍ଟେନ୍ସଟାକୁ ପଢିବ ପାରାଗ୍ରାଫଟାକୁ ପଢିବ ଭଲ ହେଡିଂଟା କ'ଣ କରିବ ପିଲାମାନେ ଚୁଜ୍ କରିବ ଏବଂ ତମକୁ ପିଲାମାନେ ଆଟଲିଷ୍ଟ ପିଲାମାନେ କ'ଣ ଲେଖିବାକୁ ପଡ଼ିବ ସମୟଟାକୁ ଟିକେ କ'ଣ ବାଗେଇକି ଲେଖିବାର ଅଛି। ଯଦି ବାଗେଇକି ନ ଲେଖିପାରୁଛ ତାହେଲେ କ'ଣ ତାହେଲେ କପି କରିକି କ'ଣ କରିବ ଡାଇରେକ୍ଟ ଲେଖିଦେବ। ବୁଝିପାରିଲ ନା ବୁଝିପାରିଲନି ସମରି ଗଲା ରିପୋର୍ଟ ରାଇଟିଂ ଗଲା ଆପ୍ଲିକେସନ ଗଲା ଲେଟର ଗଲା ତମର ସବୁ କିଛି ସରିଗଲା। ଏବେ ରହିଗଲା କ'ଣ ନା ସାର୍ ପ୍ରୋଜ ରହିଗଲା କ'ଣ ରହିଗଲା ପ୍ରୋଜ ରହିଗଲା ଆଉ ପୋଏଟ୍ରି ରହିଗଲା କ'ଣ ରହିଗଲା ପିଲାମାନେ ପୋଏଟ୍ରି ରହିଗଲା। ତମ ଏଥିରୁ କେତେ ମାର୍କ ଆସୁଛି ପିଲାମାନେ 7 8 ଆସୁଛି। ଏଥିରୁ କେତେ ଆସୁଛି 7 8 ଆସୁଛି। ଆସୁଛି ନା ଆସୁନି ପିଲାମାନେ 7 8 ଆସୁଛି ନା ଆସୁନି। ଏଥିରୁ ଆସୁଛି 7 8 ଏଥିରୁ ଆସୁଛି 7 8 କିପରି ନା ଏଥିରୁ ଗୋଟେ ଲଙ୍ଗ କ୍ୱେଶ୍ଚନ 5 ମାର୍କ ଏଥିରୁ ଗୋଟେ ଲଙ୍ଗ କ୍ୱେଶ୍ଚନ 5 ମାର୍କ ଏଥିରୁ ଗୋଟେ ଅଢ଼େଇ ମାର୍କିଆ କ୍ୱେଶ୍ଚନ ଏଥିରୁ ଗୋଟେ ଅଢ଼େଇ ମାର୍କିଆ କ୍ୱେଶ୍ଚନ 7 8 କେତେ ହେଇଗଲା ନା 15 ହେଇଗଲା। ଆମକୁ 15 ରୁ କେତେ ପାଇବାର ଅଛି ନା ଆଟଲିଷ୍ଟ ପିଲାମାନେ 8 ପାଇବାର ଅଛି। ଆଟଲିଷ୍ଟ କେତେ ପାଇବାର ଅଛି 8 ପାଇବାର ଅଛି। ଆମେ କୋଉ ଟପିକ ପିଲାମାନେ ଫଲୋ କରି ଯିବା କୋଉ ଟପିକ ଫଲୋ କରି ଯିବା ଏ ଲେଟର ଟୁ ଗଡ ପିଲାମାନେ ଏ ଲେଟର ଟୁ ଗଡ ଜମା ମିସ୍ କରିବନି। ଏ ଲେଟର ଟୁ ଗଡ ପିଲାମାନେ ଜମା ମିସ୍ କରିବନି। ଏୟାର ପଲ୍ୟୁସନ ପିଲାମାନେ ମିସ୍ କରିବନି। ଏୟାର ପଲ୍ୟୁସନ ଜମା କ'ଣ କରିବନି ମିସ୍ କରିବନି। ଏ ଲେଟର ଟୁ ଗଡ ତମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ରହିବ। ସବୁ ଜାଗା ଲଙ୍ଗ କ୍ୱେଶ୍ଚନ ତମମାନଙ୍କୁ ମୁଁ ପିଲାମାନେ ପ୍ରୋଭାଇଡ କରିଛି ୱିଥ୍ ପିଡିଏଫ ୱିଥ୍ ଆନ୍ସର ତାକୁ ପଢିକି ଯାଅ ପିଲାମାନେ। ଏବଂ ଆଉ କ'ଣ ପଢିକି ଯିବ ଏୟାର ପଲ୍ୟୁସନ ତାକୁ ପଢିକି ଯାଅ। ଏୟାର ପଲ୍ୟୁସନ କାହିଁ ତମକୁ ମୁଁ ସଜେଷ୍ଟ କରୁଛି କି ଏୟାର ପଲ୍ୟୁସନ ପଢିକି ଗଲେ ତମକୁ ବାଇଚାନ୍ସ କ'ଣ ପଲ୍ୟୁସନକୁ ନେଇକି ଯଦି କ'ଣ ପଡିଗଲା ଏସେ ପଡିଗଲା ପଲ୍ୟୁସନକୁ ଯଦି କ'ଣ ତମର ନେଇକି କ'ଣ ପଡିଗଲା ଏସେ ପଡିଗଲା ତାହେଲେ ତମେ କ'ଣ କରିବ ଆରାମସେ ପିଲାମାନେ ଲେଖିକି ଆସିବ ଆରାମସେ ଲେଖିକି ଆସିବ ପିଲାମାନେ। ତେଣୁ ଏୟାର ପଲ୍ୟୁସନ କ'ଣ କର ପିଲାମାନେ ଟିକେ ନାକୁ ଜବରଦସ୍ତି କ'ଣ ପିଲାମାନେ ପଢିକି ଯାଇଥାଉ। ନେକ୍ସଟ କ'ଣ ହେଲା ପିଲାମାନେ ଆର୍ଟ ହାଇସ୍କୁଲ ଏଇ ତିନୋଟି ଯାକ ପଢିପାରିବେ ନା ପଢିପାରିବନି ପିଲାମାନେ ଆର୍ଟ ଦ ହାଇସ୍କୁଲ ଏ ଲେଟର ଟୁ ଗଡ ଓକେ ଏ ଲେଟର ଟୁ ଗଡ ଆଉ ନେକ୍ସଟ କ'ଣ ହେଲା ପିଲାମାନେ ଏୟାର ପଲ୍ୟୁସନ ତିନି ଯାକ ଏକ ନେଇ କ'ଣ ଆରମ୍ଭ ହେଇଛି ହେଲା। ତିନୋଟି ଯାକ କ'ଣ କରିବ ପିଲାମାନେ ଚେଷ୍ଟା କରିକି ଯିବ କ'ଣ କରିବାକୁ ପଢିକି ଯିବାକୁ। ତିନୋଟି ଯାକ ଟପିକ ପଢିକି ଯାଅ ପିଲାମାନେ। ଯଦି ବାଜିଗଲା ଯଦି ବାଇଚାନ୍ସ ନ ବାଜିଲା ଯଦି ବାଇଚାନ୍ସ ନ ମାନିଲା ତମେ ମାନେ କ'ଣ କରିବ ପିଲାମାନେ ତମେ ମାନେ କ'ଣ କରିବ ତମମାନଙ୍କ ନିଜ ଓନ୍ ୱାର୍ଡରୁ କ'ଣ ଲେଖିକି ଆସିବ। କିନ୍ତୁ ପେଜ ବ୍ଲାଙ୍କ ରଖିବନି ପିଲାମାନେ ପେଜ ଗୋଟେ ସିଙ୍ଗଲ ପେଜ ପିଲାମାନେ କ'ଣ ରଖିବନି ବ୍ଲାଙ୍କ ରଖିବନି। ତମମାନଙ୍କ ପେଜରେ ପିଲାମାନେ ଶେଷ ଆଡୁ କ'ଣ ରଖିବନି ପେଜ କିଛି ବ୍ଲାଙ୍କ ରଖିବନି। ପେଜକୁ ପୁରା ଫିଲଅପ କରିକି ଆସିବ ପିଲାମାନେ ପେଜକୁ ପୁରା କ'ଣ କରିବ ପିଲାମାନେ ଫିଲଅପ କରିକି ଆସିବ। ଆଉ ତମମାନଙ୍କୁ ମୁଁ ଯଦି କହିବି ପିଲାମାନେ ପୋଏଟ୍ରି ତମେ ଯଦି କହିବି ପିଲାମାନେ ପୋଏଟ୍ରି ତମେ କୋଉ ଚାପ୍ଟର ଫଲୋ କରିବ ନା ଗୋଟେ ହେଲା ପିଲାମାନେ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ କ'ଣ ଫଲୋ କରିବ ପିଲାମାନେ ଅଲ୍ ଥିଙ୍ଗସ୍ ବ୍ରାଇଟ୍ ଆଣ୍ଡ ବିୟୁଟିଫୁଲ ପ୍ରଥମ ଚାପ୍ଟର ଯୋଉଟା ତମର ଅଛି ସେଟା ହଉଛି ତମମାନଙ୍କ ପାଇଁ ଗୋଟେ ଇମ୍ପୋର୍ଟାଣ୍ଟ ଚାପ୍ଟର। ଆଉ କ'ଣ ରହୁଛି ପିଲାମାନେ ତମର ରହୁଛି ନା ସଲିଡାରୀ ଏଫର୍ଟ କ'ଣ ରହୁଛି ପିଲାମାନେ ସଲିଡାରୀ ଏଫର୍ଟ ରହୁଛି କ'ଣ ତମମାନଙ୍କ ପାଇଁ ଗୋଟେ ଇମ୍ପୋର୍ଟାଣ୍ଟ ଚାପ୍ଟର ମଧ୍ୟ କ'ଣ ରହୁଛି। ତ ଏଇ ଦିଟା ଚାପ୍ଟର ପୋଏମ୍ରୁ ଆଉ ତମର ପ୍ରୋଜରୁ କ'ଣ ଏଇ ତିନୋଟି ଚାପ୍ଟର କ'ଣ କର ପ୍ରାକ୍ଟିସ କରିକି ଆରାମସେ ଯାଅ। ଆଉ ଗୋଟେ ଜିନିଷ ହେଲା ପିଲାମାନେ ଜାଣିଛ ଯୋଉମାନେ ଭଲ ପିଲା ବି ଦେଖୁଛ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ତମମାନଙ୍କ ପାଇଁ ମୁଁ କହୁଛି ପିଲାମାନେ ପରୀକ୍ଷା ଡ୍ରପରେ ଥିବା 250ଟି କ୍ୱେଶ୍ଚିନ୍ ପରୀକ୍ଷା ଡ୍ରପରେ ଥିବା 250ଟି ପିଲାମାନେ ଏମସିକ୍ୟୁ ଯେତକ ଅଛି ପରୀକ୍ଷା ଡ୍ରପରେ ଥିବା 250ଟି ଏମସିକ୍ୟୁ କ୍ୱେଶ୍ଚିନ୍ 250ଟି ଏମସିକ୍ୟୁ କ୍ୱେଶ୍ଚିନ୍ 5ଟା ମଡେଲ ପେପର ଅଛି ତାହା କ୍ୱେଶ୍ଚିନ୍ ଏବଂ ଲାଷ୍ଟ ମୁଁ ଯଦି କହିବି ପିଲାମାନେ 2025 ଆରମ୍ଭ କରିକି 2017-18 ମଝିରେ ଭିତରେ 2025 ଆରମ୍ଭ କରି 2017-18 ମଝିରେ ଯେତକ ବି ତମର କ'ଣ ଅଛି ପ୍ରିଭିୟସ ର କ୍ୱେଶ୍ଚିନ୍ ଅଛି ଯେତକ ବି କ'ଣ ଅଛି ପିଲାମାନେ ପ୍ରିଭିୟସ ର କ୍ୱେଶ୍ଚିନ୍ ଅଛି ତାକୁ କ'ଣ କରି ଯାଅ ନିହାତି ଭାବେ ପଢିକି ଯାଅ ଆଣ୍ଡ ମୁଁ 100% ଗ୍ୟାରେଣ୍ଟି ଦେଇ କହିବି ତମମାନଙ୍କ ପିଲାମାନେ ଏଠୁ 25 ମାର୍କ କ'ଣ ହେଇଯିବ ଆରାମସେ ବାଜିଯିବ। 25 ମାର୍କ ଡାଇରେକ୍ଟ 25 ମାର୍କ ମୁଁ ଭାବୁଛି କ'ଣ ହେଇଯିବ ତମଙ୍କର ଏଠୁ ଡାଇରେକ୍ଟ ବାଜିଯିବ। ସେଇ କ୍ୱେଶ୍ଚିନ୍ ବାବା ଆଜି ଓଡ଼ିଆ କ୍ୱେଶ୍ଚିନ୍
ନିଜେ ଆଜି ଓଡ଼ିଆ କ୍ୱେଶ୍ଚିନ୍ ଦେଖ ପିଲାମାନେ କେତେ କ୍ୱେଶ୍ଚିନ୍ ତମମାନଙ୍କର ଆଜି କ'ଣ ପକେଇଥିଲା ପିଲାମାନେ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ପକେଇଥିଲା। ତମେ ଚେକ୍ କଲଇଁ ଆସିକି ଚେକ୍ କଲଇଁ? ଯେଉଁମାନେ ପଢ଼ିଥିବ ନା ସେମାନେ ଜାଣିଥିବେ। जो मुझे बारंबार कहूँ परीक्षा दर्पण को आउ तुम कौन पे प्रिवियस क्वेश्चन खाली देखी जाओ आज खाली तुम चेक कर तुम खाली प्रिवियस क्वेश्चन को बस चेक कर तुम परीक्षा संपूर्ण सरी जाओ तुम परीक्षा संपूर्ण सरी जाओ तुम खाली बस कौन कर चेक खाली कर चेक खाली ये कर सर प्रिवियस क्वेश्चन जहाँ कहते आप प्रिवियस क्वेश्चन परीक्षा दर्पण प्रैक्टिस कर गले ओडिया पढ़ी ना पढ़ी ना आज खाली चेक कर बस तुम बुझिपार तेणु बारंबार कहूँ पे परीक्षा दर्पण को प्राक्ट कर जाओ तुम पाखापाखि 5-7 वर्ष पूर्वर पे एमसीक्यू क्वेश्चन कौन कर प्राक्ट कर जाओ देखो निहाती भाव तुम कौन हो पे आटलिस्ट 25 प्लस तुम कौन हो एमसीक्यू तुम बाजी मे भी ग्रामर कोटा एपट सेपट पचारि पारे नचेत कौन तुम डायरेक्ट पे कौन प्रोज पोएट नॉन कौन क्वेश्चन आसी जाऊँ पे आसी ही जाऊँ पे पढ़ी जाओ पे बुझिपार ना तो ये तुम पे टोटाल कौन था पे टोटाल टोटाल कवर अफ था मोर किंतु एठी मु किसी इंपोर्टेंट क्वेश्चन देनी इंपोर्टेंट क्वेश्चन जहाँ देती तुमको पे सब मुझे इंपोर्टेंट एसे इंपोर्टेंट एप्लिकेशन इंपोर्टेंट लेटर ताको लिखिबार प्रोसीजर नॉर्मल प्रोज रो इंपोर्टेंट लॉन्ग क्वेश्चन प्रोज रो इंपोर्टेंट लॉन्ग क्वेश्चन एसे इंपोर्टेंट क्वेश्चन सब पे मु कौन कर तार सेपरेट वीडियो मु कौन कर बनै सारी ताको पे तुम कौन पाइब यही चैनल पाइब है तेणु ये तुमको खाली कौन बुझुली किपरि पे आमर टार्गेट रहिबो तुमको गध मान टार्गेट रहिबो 70 पाखापाखि एवं भल पे टार्गेट रहिबो केते 95 प्लस 95 जदि इंग्लिश जदि 40 प्लस न रखुछ ना जदि तुम जतक भल पिला जदि कौन कर 40 प्लस न रखा चेष्टा कर तुम 80 रही 80 भी रही पे 80 भी रही 80 भी रही तेणु जितक भल पिला टार्गेट रख ना सर मुझे टार्गेट रखी मोर इंग्लिश आटलिस्ट एमसीक्यू 45 प्लस रही के रही 45 प्लस रही जदि से तुम 45 प्लस रही जाए तुम के रही पे आराम से तुम रही 43 44 जब रहीगला के तुमको 90 पाखापाखि पड़ो 90 पाखापाखि पड़ो 90 रही पार 90 पाखापाखि पड़ो बुझे बुझे मुझे कहूँ तो ये स्टेप्स पे कौन कर फलो कर जितक तुम स्टेप मैकिंग अच्छी एसे को लेकिन स्टेप मैकिंग आप्लिकेशन स्टेप मैकिंग लेटर को लेकिन स्टेप मैकिंग जहाँ भी तुम कौन अच्छी स्टेप मैकिंग अच्छी पे कौन कर फलो कर मन इच्छा सब कौन कर जहाँ पढ़ी आसो लिखी आसबनी है तो यही स्टेप्स कौन कर पे फलो कर निश्चित भाव तुम एक्जाम कौन हम आराम से बढ़िया हम इंग्लिश में भय करनी इंग्लिश में भय करनी अधा पिला कौन कर ना गोटे एवं इंग्लिश सरला कौन टेंशन सरिला भावी दिखती टेंशन सरीनी बाबा टेंशन सरनी टेंशन आगे मैथमेटिक्स तो अच्छी ना टेंशन आगे मैथमेटिक्स अच्छी इंग्लिश तो जस्ट पेपर आरंभ है जम्मा टेंशन नहीं जमी ओडिया सब कौन फारिक आस ना इन इंग्लिश कौन हम आराम से पेपर कौन हम तुम बढ़िया क्वेश्चन पड़ो और कौन आसो भल भल मार्क्स सब रखिक आसो तो चैनल पे जब सब्सक्राइब करना सब्सक्राइब कर रख एत भल इनफर्मेशन तुमको मुझे इंग्लिश निहारी भाई कौन कर भल ही कर तो भल ही पे तेणु थैंक यू पे भिडियो देखिबार चैनल सब्सक्राइब करना सब्सक्राइब कर रख सांगे सब्सक्राइब कर रख पे सांगे सब्सक्राइब कर रख भिडियो कौन कर गोटे लाइक करने जमा भूलि थैंक यू सो मच थैंक यू।